ଶିଶୁପାଳ ଗୋଟିଏ ପରେ ଗୋଟିଏ ଗାଳି ଦେଇ ଚାଲିଲେ। ସେ ଶ୍ରୀକୃଷ୍ଣଙ୍କୁ ବହୁତ ଖରାପ କଥା କହିଲେ, କିନ୍ତୁ ଶ୍ରୀକୃଷ୍ଣ ସ୍ମିତହାସ୍ୟ ଦେଇ ଶାନ୍ତ ହୋଇ ବସି ରହିଲେ। ସେ ଶିଶୁପାଳଙ୍କର ପ୍ରତିଟି ଭୁଲକୁ ଗଣୁଥିଲେ। ସଭାରେ ଥିବା ଅନ୍ୟ ସମସ୍ତେ ଭୟଭୀତ ହୋଇଗଲେ। ଗାଳି ଦେଉ ଦେଉ ଶିଶୁପାଳଙ୍କର 100ଟି ଭୁଲ ପୂରଣ ହୋଇଗଲା, କିନ୍ତୁ ସେ ଅଟକିଲେ ନାହିଁ। ଶ୍ରୀକୃଷ୍ଣ ଗମ୍ଭୀର ହୋଇଗଲେ। ତାଙ୍କର ଶାନ୍ତ ରୂପ ଏବେ ରୌଦ୍ର ରୂପରେ ପରିଣତ ହେଲା। ଶ୍ରୀକୃଷ୍ଣ ନିଜର ସୁଦର୍ଶନ ଚକ୍ରକୁ ଆହ୍ୱାନ କଲେ। ତେଜସ୍ୱୀ ଚକ୍ରଟି ତାଙ୍କ ଆଙ୍ଗୁଠିରେ ଘୂରିବାକୁ ଲାଗିଲା। କ୍ଷଣକ ମଧ୍ୟରେ ଚକ୍ରଟି ଶିଶୁପାଳଙ୍କ ଆଡ଼କୁ ଗଲା ଏବଂ ତାଙ୍କର ଅହଙ୍କାରକୁ ଶେଷ କରିଦେଲା। ଶିଶୁପାଳଙ୍କ ଶରୀରରୁ ଏକ ଜ୍ୟୋତି ବାହାରି ଶ୍ରୀକୃଷ୍ଣଙ୍କ ଶରୀରରେ ମିଶିଗଲା। ଶିଶୁପାଳଙ୍କ ମୃତ୍ୟୁ ପରେ ଦନ୍ତବକ୍ର ପ୍ରତିଶୋଧ ନେବା ପାଇଁ ଯୁଦ୍ଧକୁ ଆସିଲେ। ସେ ଏକ ବିଶାଳ ଗଦା ଧରି ଶ୍ରୀକୃଷ୍ଣଙ୍କୁ ଆକ୍ରମଣ କଲେ। ଶ୍ରୀକୃଷ୍ଣ ମଧ୍ୟ ନିଜ ଗଦା ଧରି ତାଙ୍କ ସହ ଯୁଦ୍ଧ କଲେ। ପରିଶେଷରେ ଦନ୍ତବକ୍ର ମଧ୍ୟ ପ୍ରାଣ ହରାଇଲେ ଏବଂ ତାଙ୍କର ମୁକ୍ତି ହେଲା। ଏହିପରି ଭାବେ ଜୟ ଏବଂ ବିଜୟଙ୍କର 3ଟି ଜନ୍ମର ଅଭିଶାପ ଶେଷ ହେଲା। ସେମାନେ ନିଜର ଅସୁର ରୂପ ଛାଡ଼ି ପୁଣି ସେହି ଦିବ୍ୟ ଦ୍ୱାରପାଳ ରୂପ ଧାରଣ କଲେ। ଭଗବାନଙ୍କ କୃପାରୁ ସେମାନେ ପୁଣି ନିଜର ପ୍ରିୟ ବୈକୁଣ୍ଠ ଧାମକୁ ଫେରିଗଲେ।